ଏହି ଝିଟିପିଟିର ଲାଞ୍ଜ ଛିଣ୍ଡି ଯାଇଛି। ଲାଞ୍ଜ ଛିଣ୍ଡିଗଲା ପରେ ବି ଝିଟିପିଟି ଆଗକୁ ଯିବା ପାଇଁ, ବଞ୍ଚିବା ପାଇଁ କିଛି ଅସୁବିଧା ନାହିଁ। ଲାଞ୍ଜ ଛିଣ୍ଡିଯିବା ପଛରେ ଅନେକ ଲାଭ ରହିଛି। ଯେତେବେଳେ ଝିଟିପିଟିକୁ କିଛି ଖାଦକ ଝିଟିପିଟିକୁ ଭକ୍ଷଣ କରିବା ପାଇଁ, ଖାଇବା ପାଇଁ ଆକ୍ରମଣ କରିଥାଏ, ସେହି ସମୟରେ ଝିଟିପିଟିର ଲାଞ୍ଜ ଅଟୋମେଟିକ୍ ଛିଣ୍ଡି ଯାଇଥାଏ। ଆଉ ଆକ୍ରମଣକାରୀ ସେହି ଛଟକୁ ଥିବା ଲାଞ୍ଜକୁ ଖାଇ ରହିଯାଇଥାଏ। ଏ ରହିବା ଭିତରେ ଝିଟିପିଟି ବଞ୍ଚି ଯାଇଥାଏ। ଏତେ ସୁନ୍ଦର ପ୍ରକୃତିର ନିୟମକୁ ଆମେ କେବେ ଅନୁଭବ କରିଛୁ କି? ଏହି ଅନୁଭବ ଭିତରେ ଅନେକ ସମ୍ବଳ ସାଧନା ସମର୍ପିତ ରହିଛି। ବାସ୍ତବରେ ପ୍ରକୃତିର ରହସ୍ୟକୁ ଭେଦ କରିବାରେ ଆଜି ବି ମଣିଷ ସେତେ ସଫଳ ହୋଇନାହିଁ। ଜୀବବିଜ୍ଞାନୀମାନେ କହନ୍ତି ଅନେକ କଥା। ସେହି କଥା ଭିତରେ ପ୍ରକୃତିରୁ ଆଉ କିଛି କଥା କହିବା ପାଇଁ ନଥାଏ ତାଙ୍କର ମଥା। ଆଜି ଏହି ଦୃଶ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ଅନେକ କିଛି ଜିଜ୍ଞାସାକୁ ନେଇଯିବ। ଏକ ମୋଟିଭେସନ୍ ବାସ୍କେଟ୍ ଫାଉଣ୍ଡେସନ୍।